ବାଲେଶ୍ୱରର ଅତ୍ୟନ୍ତ ହୃଦୟବାନ ବ୍ୟକ୍ତି ଓ ସାମାଜିକ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲାର ଆଖପାଖ ଅଞ୍ଚଳରେ ଅତ୍ୟନ୍ତ ସୁନାମ ଅର୍ଜନ କରିଥିବା ସ୍ୱର୍ଗତ ବେଣୁମାଧବ ପଣ୍ଡାଙ୍କ ଆଜି ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀରେ ସତ୍ୟସାଇ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଆୟୋଜିତ ଶିବିରକୁ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ୍ କ୍ଲବର କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ବାଗ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ସମାଜସେବୀ ସାଇରୁଲ ହକ, ଅର୍ଦ୍ଧେନ୍ଦୁ ଶେଖର ଦାସ, ପ୍ରଦୀପ କୁମାର ସାହୁ, ସିଦ୍ଧାର୍ଥ ବାଗ, ଅଭିଜିତ ଦାସ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରନେତା ତଥା ସତ୍ୟସାଇ ସାମାଜିକ ଅନୁଷ୍ଠାନ ମୁଖ୍ୟ ବିଭୁଦତ୍ତ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରୁ ମୋଟ 41 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ବାଲେଶ୍ୱର ରକ୍ତ କେନ୍ଦ୍ରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ସୌଭାଗ୍ୟ ଖୁଣ୍ଟିଆ, ବିକାଶ ବେହେରା, ସଞ୍ଜୀବ ହାତୀ, ଆଶୁତୋଷ ବେହେରା, ଭବେଶ ମାଝୀ, ପ୍ରଭାତ ମାଝୀ, ହୃଷିକେଶ ବେହେରା ଏବଂ ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ। ବେଣୁମାଧବ ପଣ୍ଡାଙ୍କ ଅବର୍ତ୍ତମାନରେ ଆଜି ରକ୍ତଦାନ ଶିବିର ବିଭୁଦତ୍ତ ପରିଡ଼ାଙ୍କ ନେତୃତ୍ୱରେ ହେଉଛି। ତେବେ ସତ୍ୟସାଇ ସୋସିଆଲ ଅର୍ଗାନାଇଜେସନ ବେଣୁମାଧବ ପଣ୍ଡା, ସ୍ୱର୍ଗତ ବେଣୁମାଧବ ପଣ୍ଡା ତାକୁ ପ୍ରତିଷ୍ଠା କରିଥିଲେ। ତାଙ୍କର ବର୍ତ୍ତମାନରେ ବିଭୁଦତ୍ତ ପରିଡ଼ା ଯେ ଛାତ୍ର ନେତା, ସିଏ ତା ନେତୃତ୍ୱରେ କାର୍ଯ୍ୟକ୍ରମ ହେଉଛି। ପ୍ରତିବର୍ଷ ତାର ବେଣୁମାଧବ ପଣ୍ଡାଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର କରାଯାଏ। ଏ ରକ୍ତର ଆବଶ୍ୟକତାକୁ ଲକ୍ଷ୍ୟ କରି ଏହି କାର୍ଯ୍ୟକ୍ରମ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଆୟୋଜନ କରାଯାଇଛି। ସୋସିଆଲ ଅର୍ଗାନାଇଜେସନ ସତ୍ୟସାଇ ଏହି କାର୍ଯ୍ୟକ୍ରମ ଏକ ନିଆରା କାର୍ଯ୍ୟକ୍ରମ ପ୍ରତିବର୍ଷ କରାଯାଏ ବେଣୁମାଧବ ପଣ୍ଡାଙ୍କ ସ୍ମରଣରେ। ତେଣୁ ଏକ ନିଶ୍ଚିତ ଭାବରେ ଏକ ମହତ୍ କାର୍ଯ୍ୟ। ଏଥିପାଇଁ ଆମେ ସମସ୍ତେ ଏହାର ଆୟୋଜକଙ୍କୁ ଧନ୍ୟବାଦ ସାଧୁବାଦ ଜଣାଉଛୁ। ବିଶେଷ କରି ଆମେ ଦେଖୁଛୁ ଯୁବ ସମାଜ ଆଗେ ଆସି ରକ୍ତଦାନ କରୁଛନ୍ତି। ଯେହେତୁ ବେଣୁବାବୁଙ୍କ ଅବର୍ତ୍ତମାନରେ ବିଭୁଦତ୍ତ ପରିଡ଼ା ତାର ଅର୍ଗାନାଇଜ କରୁଛନ୍ତି, ସେ ଜଣେ ଯୁବକ ଲୋକ, ଛାତ୍ର ନେତା ଜଣେ, ତେଣୁ ଛାତ୍ର ଯୁବକମାନେ ଏଥିରେ ସାମିଲ ହେବେ, ଏଥିରେ ସନ୍ଦେହର ଅବକାଶ ନାହିଁ। ଦେଖନ୍ତୁ, ପ୍ରତିବର୍ଷ ଭଳି ଏ ବର୍ଷ ବେଣୁମାଧବ ପଣ୍ଡାଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ, ଏହି ଉପଲକ୍ଷେ ଆମେ ନିଷ୍ପତ୍ତି ନେଲୁ ଯେ ବାଲେଶ୍ୱରରେ ଯେଉଁ ରକ୍ତ ଅଭାବ ଦେଖାଦେଇଛି ସେହି ପାଇଁ ଗୋଟେ ଛୋଟ ପ୍ରୟାସ ଆମର এই ରକ୍ତଦାନ ଶିବିର କରିକି ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ। ଏଇ ଯେଉଁ ରକ୍ତର ଅଭାବ ବାଲେଶ୍ୱର ହସ୍ପିଟାଲରେ ନ ଦେଖାଯାଉ, ସମସ୍ତଙ୍କୁ ବି ଅନୁରୋଧ କରୁଛୁ ଛୋଟ ଛୋଟ ଏମିତି ବ୍ଲଡ଼ ବ୍ୟାଙ୍କ ସେମାନେ କରନ୍ତୁ ଆଉ ସମସ୍ତଙ୍କୁ ମେସେଜ ଦିଅନ୍ତୁ ଯେମିତି ବ୍ଲଡ଼ ବ୍ୟାଙ୍କରେ ବ୍ଲଡ଼ର ଅଭାବ ରହିବନି।